ଖୁସିରେ କେମିତି ରହିବା ଆମେ ସବୁଦିନ ମାନେ ଲୋକଙ୍କର କଥା ଶୁଣିବା ନାହିଁ। ଲୋକେ କ'ଣ କହିଲା ନ କହିଲା ସେଗୁଡ଼ା ଆମ ମାଇଣ୍ଡରେ ପଶିଲା ମାନେ କିଛି ନା କିଛି ରିଆକ୍ସନ୍ ତ ନିହାତି କରିବ ନା, ନିହାତି କରେ। 100% ମୁଁ କହିବି 100% କେହି ବି ପଜିଟିଭରେ ରହିପାରୁନା। ସମସ୍ତେ କିଛି 99% ସବୁ ନେଗେଟିଭ୍। କିଛି ଗୋଟେ ବସିଲା ମାନେ ଦିନରେ 60,000 ଚିନ୍ତା ଆସୁଛି ମନରେ। ତ ଆମେ ତାକୁ କ'ଣ କରିବା, ମେଡିଟେସନ୍ କରିବା। ମେଡିଟେସନ୍ ମାଧ୍ୟମରେ ଆମେ ଶାନ୍ତ ହେଇ ବସିଯିବା, ନିଶ୍ୱାସ ନେବା, ହୋଲ୍ଡ କରିବା, ପୁଣି ଥରେ ନିଶ୍ୱାସକୁ ଦେଖିବା। ଆମେ ନିଶ୍ୱାସ ଯାଉଛି ଆସୁଛି, ପୁରା ଧ୍ୟାନର ସହିତ ନିଶ୍ୱାସକୁ ଦେଖିବା, ମେଡିଟେସନ୍ କରିବା। ତାପରେ କ'ଣ କରିବା କି ମନ ଶାନ୍ତ ହେଲା ପରେ ଆଉ ଗୋଟେ ଟେକ୍ନିକ୍ ହେଲା ନାଚିବା। ଆମେ ପ୍ରତ୍ୟେକ ଦିନ କିଛି ନା କିଛି ଟିକେ ମ୍ୟୁଜିକ୍ ବଜେଇକି ନାଚିବା। କମ୍ ସେ କମ୍ 5 ମିନିଟ୍ ହଉ, ହେଲେ ବି ଯଦି ବାହାରେ ଲାଜ ଲାଗୁଛି ବାଥରୁମ୍ରେ ନାଚି ପାରିବେ କି କବାଟ ବନ୍ଦ କରିବି ଆପଣ ନାଚିପାରିବେ। କିଛି ଦିନ ଏ ଅଭ୍ୟାସ ଜାରି ରଖନ୍ତୁ। ଆପଣଙ୍କର ଟାଇମ୍ ଅନୁସାରେ ସନ୍ଧ୍ୟାବେଳେ ହଉ, ରାତିରେ ହଉ, ସକାଳେ ହଉ, କେତେବେଳେ ବି ଟିକେ କରନ୍ତୁ। ଦେଖିବେ ଆପଣଙ୍କର ମାଇଣ୍ଡ ବହୁତ ଖୁସି ଲାଗିବ, ବହୁତ ରିଲାକ୍ସ ଲାଗିବ। ଆଉ କିଛି ଯଦି ଖୁସି ଜିନିଷ ପାଇଗଲେ ତାହେଲେ ବହୁତ ଖୁସି ହୁଅନ୍ତୁ, ଖୁସିରେ ନାଚି ପକାନ୍ତୁ, ପୁରା ଇମୋସନାଲ୍ ହେଇଯାଆନ୍ତୁ, ପୁରା ଖୁସିରେ ନାଚି ପକାନ୍ତୁ। ଦେଖିବେ ଆହୁରି ଖୁସି ଲାଗିବ। ଯଦି ଆଜି ପଇସା ପାଇଗଲି, ମନେକର 10 ଟଙ୍କାଟେ ବି କିଏ ଦେଲା ପାଇଗଲେ, ତ ଥ୍ୟାଙ୍କ ୟୁ, ଆଜି ମୁଁ 10 ଟଙ୍କା ପାଇଛି, ମାନେ 1,00,000 ଟଙ୍କା ପାଇଛି ବୋଲି ଭାବିନେବେ। ପାଇଛି, ମୁଁ ବହୁତ ଖୁସି, ଥ୍ୟାଙ୍କ ୟୁ ୟୁନିଭର୍ସ, ମୁଁ ବହୁତ ଖୁସି ଆଜି ଯେହେତୁ ମୁଁ 10 ଟଙ୍କାଟେ ପାଇଛି। ଖୁସି ରୁହନ୍ତୁ। ଛୋଟ ଛୋଟ କଥାରୁ ଆମକୁ ଖୁସି ମିଳିଥାଏ, ବଡ଼ରୁ ତ ଖୁସି ମିଳିନଥାଏ। କିନ୍ତୁ ଆମ ପାଇଁ ଛୋଟ ଛୋଟ କଥାରୁ ଆମକୁ ଖୁସି ମିଳିଥାଏ। ବହୁତ ବହୁତ ଧନ୍ୟବାଦ।